ଆଜିର ନ୍ୟୁଜ୍ ପେପରରେ ପ୍ରକାଶ ପାଇଛି ଏକକ ଶିକ୍ଷକ ଥିବା ସ୍କୁଲ ପାଇଁ ଚିନ୍ତାରେ ଗଣଶିକ୍ଷା ବିଭାଗ। ଶିକ୍ଷକ ନିୟୋଜନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ। ଭୁବନେଶ୍ୱର ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ UDISE ରିପୋର୍ଟ 2025-26 ପ୍ରକାଶିତ ହୋଇଛି। ଏଥିରେ ଦେଖିବାକୁ ମିଳିଛି 1458 ସ୍କୁଲରେ ଜଣେ ମାତ୍ର ଶିକ୍ଷକରେ ପାଠ ପଢ଼ାଯାଉଛି। ଏହି ସ୍କୁଲଗୁଡ଼ିକରେ 59,672 ପିଲା ମଧ୍ୟ ପଢ଼ୁଛନ୍ତି। ଏହାକୁ ନେଇ ଏବେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଚିନ୍ତାରେ ରହିଛି। ଏହି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି। ତେଣୁ ଜଣେ ଶିକ୍ଷକରେ ପାଠ ପଢ଼ାଯାଉଥିବା ସ୍କୁଲରେ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ମୁତୟନ କରାଯିବ। ଶିକ୍ଷା ଅଧିକାର ଆଇନ 2009କୁ ଆଧାର କରି ଛାତ୍ର ଶିକ୍ଷକ ଅନୁପାତ ଆଧାର କରି ଶିକ୍ଷକ ନିୟୋଜିତ କରାଯିବ। ଏହା ଗୋଟିଏ ମାସ ମଧ୍ୟରେ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜିର ନ୍ୟୁଜ୍ ପେପରରେ ପ୍ରକାଶ ପାଇଛି ଏକକ ଶିକ୍ଷକ ଥିବା ସ୍କୁଲ ପାଇଁ ଚିନ୍ତାରେ ଗଣଶିକ୍ଷା ବିଭାଗ। ଶିକ୍ଷକ ନିୟୋଜନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ। ଭୁବନେଶ୍ୱର ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ UDISE ରିପୋର୍ଟ 2025-26 ପ୍ରକାଶିତ ହୋଇଛି। ଏଥିରେ ଦେଖିବାକୁ ମିଳିଛି 1458 ସ୍କୁଲରେ ଜଣେ ମାତ୍ର ଶିକ୍ଷକରେ ପାଠ ପଢ଼ାଯାଉଛି। ଏହି ସ୍କୁଲଗୁଡ଼ିକରେ 59,672 ପିଲା ମଧ୍ୟ ପଢ଼ୁଛନ୍ତି। ଏହାକୁ ନେଇ ଏବେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଚିନ୍ତାରେ ରହିଛି। ଏହି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି। ତେଣୁ ଜଣେ ଶିକ୍ଷକରେ ପାଠ ପଢ଼ାଯାଉଥିବା ସ୍କୁଲରେ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ମୁତୟନ କରାଯିବ। ଶିକ୍ଷା ଅଧିକାର ଆଇନ 2009କୁ ଆଧାର କରି ଛାତ୍ର ଶିକ୍ଷକ ଅନୁପାତ ଆଧାର କରି ଶିକ୍ଷକ ନିୟୋଜିତ କରାଯିବ। ଏହା ଗୋଟିଏ ମାସ ମଧ୍ୟରେ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।